ପାଉଲ ଦୌଡୁଥିଲେ ତା ଧରିବା ପଡିବ ତାଙ୍କୁ ଜାଣିବା ତାଙ୍କ ଦୁଃଖକୁ ଜ୍ଞାତ ହେବା ତାଙ୍କ ପୁନରୁତ୍ଥାନ ଶକ୍ତିକୁ ଜ୍ଞାତ ହେବା ତାଙ୍କ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହେବା ଏସବୁ ଧରିବା ପାଇଁ ଶେଷରେ କୌଣସି ପ୍ରକାରେ ପୁନରୁତ୍ଥାନ ପାଇବା ପାଇଁ ତାହା ଧରିବା ପାଇଁ ସେ ଦୌଡୁଥିଲେ। ଆମ ପାଇଁ ଯୋଉ ମୁକୁଟ ପ୍ରଭୁ ସ୍ୱର୍ଗରେ ରଖିଛନ୍ତି ଆମେ ଯଦି ଏଠାରେ ଅବିଶ୍ୱସ୍ତ ହେବା ଏଠାରେ ଯଦି ଆମେ ବିଶ୍ୱସ୍ତ ପାଳକ ହେବା ନାହିଁ ସ୍ୱର୍ଗରେ ସେ ମୁକୁଟ ଆମକୁ ଦିଆଯିବ ନାହିଁ। ଯାହା ଆମ ପାଇଁ ରଖାଯାଇଛି ତାକୁ ଧରିବା ପାଇଁ ଦୌଡ଼ିବାକୁ ପଡ଼ିବ। ପବିତ୍ର ହୋଇ ଶୁଚି ହୋଇ ବିଶ୍ୱସ୍ତ ହୋଇ ଦୌଡୁ ଆମେ ଯାହା ଯାହା ପ୍ରଭୁ ଆମ ପାଇଁ ରଖିଛନ୍ତି ତାହାକୁ ନ ହରାଉ ଧରି ଯୀଶୁ ଶୀଘ୍ର ଆସୁଛନ୍ତି ଆମେ ଜାଣୁନା କେବେ ସେ ଆସିଯିବେ। ଆଜି ଯଦି ପ୍ରଭୁଙ୍କ ବାକ୍ୟ ଶୁଣୁଛନ୍ତି ଆଉ କେବେ ହେଲେ କ୍ଷମା ମାଗିବି ଆଉ କେବେ ହେଲେ ପରିବର୍ତ୍ତନ ହେବି ଏମିତି ଭାବନ୍ତୁ ନାହିଁ। ଯେହେତୁ ସୁଯୋଗ ସବୁବେଳେ ପ୍ରଭୁ ଦିଅନ୍ତି। ଇସ୍କାରିୟତ ଯିହୁଦାକୁ ସୁଯୋଗ ଥିଲା ଯୀଶୁ ମରିବା ଆଗରୁ ଯାଇକି କ୍ଷମା ମାଗି ଦେଇଥାନ୍ତା ସେ କ୍ଷମା ପାଇକି ଗୋଟେ ମହାନ ଶିଷ୍ୟ ହୋଇପାରିଥାନ୍ତା ପାଉଲ ପରି ପିତର ପରି କିନ୍ତୁ ସେ ଯାଇକି ସୂଚି ବିବେକ ପାଇଲା ନାହିଁ କ୍ଷମା ମାଗିଲା ନାହିଁ। ଆଜି ଆପଣ ସେମିତି ହୁଅନ୍ତୁ ନାହିଁ। ଆସନ୍ତୁ ଚକ୍ଷୁ ବନ୍ଦ କରନ୍ତୁ। ଶିବରଞ୍ଜନ ବାବୁ ଚକ୍ଷୁ ବନ୍ଦ କରନ୍ତୁ ସମସ୍ତେ। যদি আজ বাক্যরে প্রভু কথা কইছন্তি 5 মিনিট ପାଇଁ ଆପଣ ଯଦି ଆଣ୍ଠି ପାରିବେ ଆଣ୍ଠି ଯାଆନ୍ତୁ କ୍ଷମା ମାଗନ୍ତୁ।